ଆଜି ବନେଇବା ପୋଇ ନାଡ଼ି ତରକାରୀ। ତା ପାଇଁ ମୁଁ ଏଠି ଡାଙ୍ଗ ଗୁଡ଼ାକୁ କିଛି ଏମିତି କାଟି ନେଇଛି। ତା ପାଇଁ ମୁଁ ଆଳୁ ନେଇଛି, ପୋଇ ପତ୍ର ନେଇଛି, ସାରୁ ଆଉ କଖାରୁ ବି ନେଇଛି। ସୋରିଷ ତେଲ କଢ଼େଇରେ ଦେଇକି ତାକୁ ଟିକେ ଫ୍ରାଏ କରିଦେବି। ତାପରେ ଏଠି ସବୁ ପରିବାକୁ ପକେଇକି ଟିକେ ଭାଜିଦେବି। ପରେ କଢ଼େଇରୁ କାଢ଼ି ଦେଇ ତେଲ ସହ ପଞ୍ଚ ଫୁଟଣ ଦେଇ ସେଥିରେ ଅଦା, ରସୁଣ, ଜିରା, ପିଆଜ ଦେଇ ମସଲା ବାଟିକି ରଖିଛି ସେ ମସଲାକୁ ଦେଇଦେବି। ସେ ମସଲା ଟିକେ କଷି ହେଇ ସାରିଲା ପରେ ସେଥିରେ ଭାଜି ରଖିଥିବା ପୋଇକି ଦେଇ କିଛି ସମୟ ତାକୁ କଷିବେ। କଷିଲା ପରେ ଗରମ ମସଲାକୁ ଥଣ୍ଡା କରିକି ଏଥିରେ ପକେଇଦେବେ। ଏଠି ଆମର ରେଡ଼ି ହେଇଗଲା ଗରମା ଗରମ ପୋଇ ନାଡ଼ି ବେସର। ଏମିତି ବନେଇକି ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ। ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲନ୍ତୁନି। ରହିଲି, ଜୟ ଜଗନ୍ନାଥ।